ଯେତେ ବି ଖରାପ ସମୟ ଚାଲିଥାଉ ନା କାହିଁକି ଏହି 5ଟି ଜିନିଷକୁ ନିଶ୍ଚିନ୍ତ ଦାନ କରନ୍ତୁ। ଦେଖିବେ ସବୁ ଦୁର୍ଭାଗ୍ୟ ସମାପ୍ତ ହୋଇଯିବ। ନମସ୍କାର ଶ୍ରୋତାବନ୍ଧୁ, ଆମ ଚ୍ୟାନେଲ R&B ଷ୍ଟୋରି ଡାଏରୀକୁ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, ଦାନ କରିବା ମଣିଷ ଜୀବନରେ ସେତିକି ଆବଶ୍ୟକ ଯେତିକି ଅନ୍ୟ କାର୍ଯ୍ୟ କରୁଛନ୍ତି। ଶାସ୍ତ୍ର ଅନୁସାରେ ମନୁଷ୍ୟକୁ ଜୀବନକାଳ ସମୟରେ 2 ଥର ଗୁପ୍ତଦାନ କରିବା ଉଚିତ। ଏହାଦ୍ୱାରା ନର୍କକୁ ଯିବାକୁ ପଡ଼ିନଥାଏ। ଦାନ କରିବା ଅତ୍ୟନ୍ତ ମଙ୍ଗଳକାରୀ ମାନାଯାଏ। କିନ୍ତୁ ଏମିତି କିଛି ଜିନିଷ ଅଛି ଯାହାର ଦାନ କରିବା ଉଚିତ ନୁହେଁ। ଶିବ ମହାପୁରାଣରେ ସ୍ୱୟଂ ଭଗବାନ ଶିବ କହିଛନ୍ତି କି ମନୁଷ୍ୟକୁ ଏହି 6ଟି ଜିନିଷର ଦାନ ଅବଶ୍ୟ କରିବା ଉଚିତ। ଏହାଦ୍ୱାରା ଦୁର୍ଭାଗ୍ୟ ଦୂର ହୋଇ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। ଆପଣଙ୍କର ସବୁ ଖରାପ କାମ ଠିକ୍ ହୋଇଯାଏ। ଏହି ଜିନିଷର ଦାନ କରିଲେ ଗରିବ ଲୋକ ବି ହୋଇଯିବେ କୋଟିପତି। ଦାନ ନ କରିଲେ ଆପଣଙ୍କର ଭଲ ହେବ ନାହିଁ କି ଭୋକିଲା ପ୍ରାଣୀର ବି ଭଲ ହେବ ନାହିଁ। ମହାଦେବ କହୁଛନ୍ତି ଏମିତି 6ଟି ଜିନିଷ ଅଛି ଯାହାର ଦାନ କରିବା ଉଚିତ ନୁହେଁ। ତେବେ ଆସନ୍ତୁ ଜାଣିବା ଶିବ ମହାପୁରାଣ ଅନୁସାରେ କେଉଁ 6ଟି ଜିନିଷର ଦାନ କରିବା ଉଚିତ, ଯାହାଦ୍ୱାରା ଯେତେ ବଡ଼ ସମସ୍ୟା ଥାଉ, ଯେତେ ବଡ଼ ଦୁର୍ଭାଗ୍ୟ ଥାଉ, ତାହା ଦୂର ହୋଇଯିବ। ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି କି ଯଦି ଆପଣ ଆମ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମର ସବୁ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚିପାରିବ। ଭିଡ଼ିଓ ଶେଷ ହେବା ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭଲ ଲାଗିଲେ ଗୋଟେ ଲାଇକ୍ କରିବା ସହିତ ସାଙ୍ଗସାଥୀମାନଙ୍କୁ ସେୟାର କରିଦିଅନ୍ତୁ। ବନ୍ଧୁଗଣ, ପ୍ରତ୍ୟେକ ଲୋକ ସୋମବାର ଦିନ ଲୁଣ ଦାନ କରିବା ଉଚିତ। ଲୁଣ ଦାନ କଲେ ଜୀବନରେ ଦୁର୍ଭାଗ୍ୟ, ଗରିବୀ ଏବଂ ଯାହା ବି ସମସ୍ୟା ଅଛି ତାହା ସବୁ ଦୂର ହୋଇଯାଇଥାଏ। କିନ୍ତୁ ମନେ ରଖନ୍ତୁ, ଲୁଣ ଖାଲି ହାତରେ ଦେବେ ନାହିଁ, କୌଣସି ପାତ୍ରରେ ପୁରାଇ ଦାନ କରିବେ। ନିଜ ରୋଷେଇ ଘରେ ବ୍ୟବହାର କରାଯାଉଥିବା ଲୁଣ କେବେ ହେଲେ ଦାନ କରନ୍ତୁ ନାହିଁ। ଗୁଡ଼ର ଦାନ, ଏହାର ଦାନ କରିଲେ ଆପଣଙ୍କ ସମ୍ପର୍କ ମଧୁର ହୋଇଥାଏ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କ୍ଲେଶ ଦୂର ହୋଇଥାଏ। ସୋମବାର ଦିନ ଭଗବାନ ଶିବଙ୍କୁ ଗୁଡ଼ର ଦାନ ଅବଶ୍ୟ କରନ୍ତୁ। ଗୁଡ଼ ଏବଂ ରୁଟି ଗାଈକୁ ଖୁଆଇଲେ ବି ଆପଣଙ୍କ ସମ୍ପର୍କରେ ମଧୁରତା ଆସିଥାଏ। ମା ଲକ୍ଷ୍ମୀଙ୍କ ପ୍ରାପ୍ତି ହୋଇଥାଏ। ଗାଈକୁ ରୁଟି ସହିତ ଗୁଡ଼ ଖୁଆଇଲେ ଅନେକ ହଜାର ଗୁଣା ପୁଣ୍ୟ ପ୍ରାପ୍ତ ହୋଇଥାଏ। ସୂର୍ଯ୍ୟ ଗ୍ରହଙ୍କୁ ମଜବୁତ କରିବା ପାଇଁ ରବିବାର ଦିନ କୌଣସି ଗରିବଙ୍କୁ ଗୁଡ଼ ଦାନ କରିବା ଉତ୍ତମ ମାନାଯାଏ। ତିଳ, ଶିବ ମହାପୁରାଣରେ ଉଲ୍ଲେଖ ଅଛି ତିଳର ଦାନ କରିଲେ ବ୍ୟକ୍ତିର ଆତ୍ମବିଶ୍ୱାସ ବିଚଳିତ ହେଉଥିଲେ ତାହା ଠିକ୍ ହୋଇଯିବ। କେବେ କେବେ ଦେଖିଥିବେ ବ୍ୟକ୍ତି ବହୁତ ଜ୍ଞାନୀ ହେବା ପରେ ମଧ୍ୟ ତାର ଆତ୍ମବିଶ୍ୱାସ ତାର ସାଥ ଦେଇନଥାଏ। କେବେ କେବେ ପିଲାମାନେ ଭଲ ପାଠ ପଢ଼ିବା ସତ୍ତ୍ୱେ ମଧ୍ୟ ଯେବେ ଇଣ୍ଟରଭ୍ୟୁରେ ଯାଇଥାନ୍ତି ତାଙ୍କର ଆତ୍ମବିଶ୍ୱାସ ତାଙ୍କର ସାଥ ଦେଇନଥାଏ। ଉତ୍ତର ଜାଣିବା ପରେ ବି ସେଠାରୁ ସେମାନେ ଫେରି ଆସନ୍ତି। ତ ଏପରି ସ୍ଥିତିରେ ସୋମବାର ଦିନ ତିଳର ଦାନ କରନ୍ତୁ। ଅନ୍ନର ଦାନ, ଏହାର ଦାନ କରିଲେ ମା ଲକ୍ଷ୍ମୀ କେବେ ବି ଆପଣଙ୍କ ଭଣ୍ଡାର ଖାଲି ରଖିନଥାନ୍ତି। ଧନ ସମ୍ପତ୍ତିରେ ଘର ଭରି ହୋଇଯାଇଥାଏ। ମଙ୍ଗଳବାର ଦିନ ମାଙ୍କଡ଼କୁ ଚଣା ଖୁଆଇଲେ କିମ୍ବା ଦାନ କରିଲେ ଭଲ ମାନାଯାଏ। ମଙ୍ଗଳ ଶୁଭ ପରିଣାମ ଦେଇଥାନ୍ତି। ବୁଧବାର ଦିନ ସବୁଜ ରଙ୍ଗର ମୁଗ ଡାଲି ଦାନ କରିଲେ କ୍ୟାରିୟରରେ ଉନ୍ନତି ହୋଇଥାଏ। ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତୁ ଦାନ କରିଲେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହୋଇଥାଏ। ଶୁକ୍ରବାର ଦିନ ଅଭାବୀ ଲୋକଙ୍କୁ ଧଳା ଜିନିଷର ଦାନ କରିବା ଭଲ ମାନାଯାଏ। ଏହାଦ୍ୱାରା ଜୀବନରେ ଧନର ଅଭାବ ହୋଇନଥାଏ। ଶନିବାର ଦିନ କଳା ତିଳ ଶନିଦେବଙ୍କୁ ଅର୍ପଣ କରିଲେ ଶନିଦେବଙ୍କ ପୀଡ଼ାରୁ ମୁକ୍ତି ମିଳିଥାଏ। ଏହି ଦିନ ଗରିବଙ୍କୁ ଚାଉଳ ଦାନ କରିବାକୁ ସର୍ବଶ୍ରେଷ୍ଠ ମାନାଯାଏ। ଯେଉଁ ବ୍ୟକ୍ତି କୌଣସି ଗରିବଙ୍କୁ କପଡ଼ା ଦାନ କରିଥାଏ ତାହା ବହୁତ ଶୁଭ ଏବଂ ମଙ୍ଗଳକାରୀ ମାନାଯାଏ। ଏହାଦ୍ୱାରା ଉନ୍ନତିର ସବୁ ମାର୍ଗ ଖୋଲିଯାଏ। ଗରିବୀ ଜୀବନରେ କେବେ ବି ଆସିନଥାଏ।
ଗାଈକୁ ଘାସ ଖାଇବାକୁ ଦେଲେ ଘରେ କଷ୍ଟ ଦୂର ହୁଏ। ପକ୍ଷୀକୁ ଦାନା ଦେଲେ ବେପାର ଓ ଚାକିରିରେ ଉନ୍ନତି ହୁଏ। କୁକୁରକୁ ରୁଟି ଖାଇବାକୁ ଦେଲେ ଶତ୍ରୁ ଦୂର ହୁଅନ୍ତି। ମାଛକୁ ରୁଟି ଗୁଳା ଖାଇବାକୁ ଦେଲେ ସୁଖ ସମୃଦ୍ଧି ଆସେ। ତେବେ ଆସନ୍ତୁ ଜାଣିବା କ'ଣ ଦାନ କରିବା ଉଚିତ ନୁହେଁ। ଫଟା କପଡ଼ା, ଛିଣ୍ଡା ଜୋତା ଚପଲ ଦାନ କରନ୍ତୁ ନାହିଁ। ପଚାସଢ଼ା ଖାଦ୍ୟ, ବାସି ଖାଦ୍ୟ କାହାରିକୁ ଦାନ କରନ୍ତୁ ନାହିଁ। ଘରର ଝାଡ଼ୁ କାହାରିକୁ ଦାନ କରନ୍ତୁ ନାହିଁ। ଘରର ବାସନ ବି କାହାରିକୁ ଦାନ କରନ୍ତୁ ନାହିଁ। ଘରେ ବ୍ୟବହାର କରୁଥିବା ତେଲ କେବେ ବି କାହାରିକୁ ଦାନ କରନ୍ତୁ ନାହିଁ। ଧାରୁଆ ଜିନିଷ ବି ଦାନ କରନ୍ତୁ ନାହିଁ। ଏହିସବୁ ଜିନିଷ ଦାନ କଲେ ମା ଲକ୍ଷ୍ମୀ ଘର ଛାଡ଼ି ଚାଲିଯିବେ। ଘରକୁ ବିପଦ ମାଡ଼ି ଆସିବ। ବନ୍ଧୁଗଣ, ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଲା ତେବେ ଗୋଟେ ଲାଇକ୍ କରିବା ସହିତ ସାଙ୍ଗସାଥିମାନଙ୍କୁ ସେୟାର କରିଦିଅନ୍ତୁ। ଏହିଭଳି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମର ସବୁ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଭକ୍ତିର ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟଦେବଙ୍କ ନାମ ଲେଖି ଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ। ଜୟ ଜଗନ୍ନାଥ ସ୍ୱାମୀ। ନମସ୍କାର।